ର ମହୋଦଧି ମଧୁହିଲ୍ଲୋଳ ସେବିତ ବଡ଼ ଦେଉଳର ବଡ଼ ଠାକୁର କୃଷିକାରୀ ଓଡ଼ିଶାର କୃଷକ ରାଜା ନିକଟରେ ଯାହାଙ୍କର ପରିକ୍ରମା ପ୍ରକଳ୍ପ ଶୁଭ ଉଦ୍ଘାଟନ ହୋଇଯାଇଛି। ସେହି ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଣିପାତ କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି। ଆଉ ଜଣକୁ ପ୍ରଣିପାତ କରୁଛି, ସେ ହେଉଛନ୍ତି ମୋର ପିତା ସ୍ୱର୍ଗତ ପୁରୁଷୋତ୍ତମ ସେଠୀ, ଯାହାଙ୍କର ଉଦ୍ୟମରେ ପ୍ରୟାସରେ ଏଠାରେ ଏହି ସ୍କୁଲ ଅନୁଷ୍ଠାନ ଗଢ଼ି ଉଠିଥିଲା। ମୁଁ ମଧ୍ୟ ଏଇଠାରେ ରହି ପାଠ ପଢ଼ି ସୁଯୋଗ ପାଇଥିଲି। ତେଣୁ ଅନେକ ସ୍ମୃତି ବିଜଡ଼ିତ ସେଇ ପ୍ରତିଟି ମୁହୂର୍ତ୍ତ ଯାହା ମନେ ପଡ଼େ। ସେଦିନ ମୁଁ ଏଇଠି ରହୁଥିଲି, ଉର୍ମିଳା ଦିଦି ସାନ ଭଉଣୀ ମଧ୍ୟ ଏଇଠି ଆମ ସହିତ ଖେଳୁଥିଲେ, ହସୁଥିଲେ। ଏଇଠି ମୁଁ କିଛି ଦିନ ରହି ମ୍ୟାଡ଼ାମ ମାନଙ୍କ ଗହଣରେ ରହି ପାଠ ପଢ଼ି ଯାଇଛି। ଅନେକ ସ୍ମୃତି ଏଇଠି ଗୁମ୍ଫିତ ହେଇଛି। ତେଣୁକରି ଏଇ ଅବସରରେ ଆଜି ଯେଉଁ ଆଲୋଚନା ଚକ୍ରଟିଏ ଅନୁଷ୍ଠିତ ହେଉଛି, ତାହା ହେଉଛି ଭାଷା ସାହିତ୍ୟ ଓ ସୃଜନୀ। ଏହି ସଭାର ସଭାପତିତ୍ୱ କରୁଥିବା ସାନ ଭଉଣୀ ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା ଜେନା ମହୋଦୟା, ଆମ ଗହଣରେ ଉପସ୍ଥିତ ଅଛନ୍ତି ପ୍ରଫେସର ଅଟଳ ବିହାରୀ ନାୟକ ମହୋଦୟ, ଯିଏକି ନର୍ଥ ଓଡ଼ିଶା ୟୁନିଭର୍ସିଟିର ପରୀକ୍ଷା ନିୟନ୍ତ୍ରକ ଥିଲେ, ଜଣେ ସୁନାଟ୍ୟକାର। ଆମ ଗହଣରେ ସିଆସି ଅଛନ୍ତି ରାଜେନ୍ଦ୍ର ପ୍ରସାଦ ବେହେରା ମହୋଦୟ ଅଛନ୍ତି, ଦିଲ୍ଲୀପ ଭାଇ ପରି ସାମ୍ବାଦିକ ମାନେ ଅଛନ୍ତି, ସେହି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ। ସବୁଠାରୁ ମୋର ଅତି ସୁନ୍ଦର ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ରଖାଯାଇଛି, ତାହା ହେଉଛି ଭାଷା ସାହିତ୍ୟ ଓ ସୃଜନଶୀଳତା। ବର୍ତ୍ତମାନ ଭାଷା ଆଡ଼କୁ ଆମେ ଗତି କରିବା। ଏଇ ଯେଉଁ ଓଡ଼ିଆ ଭାଷା ଆଜି ଏଇଠି ଆସି ପହଞ୍ଚିଛି, ସେ କେଉଁଠୁ ଆରମ୍ଭ ହେଲା, କେଉଁଠୁ ବ୍ୟୁତ୍ପତ୍ତି ହେଇ ବ୍ୟୁତ୍ପନ୍ନ ହେଇ ବିକାଶ ଉନ୍ମୁଖୀ ହେଇ ବିକାଶଶୀଳ ହେଇ ଆଜି 2023-24 ମସିହାରେ ପଦାର୍ପଣ କରିଛି। ଆପଣମାନଙ୍କୁ କହିଦେବାକୁ ଚାହେଁ, ସମଗ୍ର ବିଶ୍ୱରେ ଅନୁଧ୍ୟାନ କରି ଦେଖାଯାଇଛି 2796 ଗୋଟି ଭାଷା ଥିଲାବେଳେ ଯେମିତି ମହାଦେଶ ମହାସାଗର ରହିଛି, ସେହିପରି ବିରାଟ ଭାଷା ପରିବାର 8 ଭାଗରେ ବିଭକ୍ତ। ଭାଷା ସାହିତ୍ୟର ଛାତ୍ର ମୁଁ ଅନୁସରଣ କରିଛି, ଅନୁଧ୍ୟାନ କରିଛି, ରିସର୍ଚ୍ଚ କରିଛି। ବହୁତ କଥା କହିପାରନ୍ତି, ବେଶୀ କଥା ନ କହିଲେ ବି ମଧ୍ୟ ଏଇ କଥା ଆପଣମାନଙ୍କୁ କହିବି ଯେ କି ଆପଣମାନେ ଜାଣିଛନ୍ତି ଏସିଆ ମାଇନର ଅଞ୍ଚଳରୁ ଆର୍ଯ୍ୟମାନେ ଭାରତ ବର୍ଷରେ ଖାଇବାର ଗିରିପଥ ଦେଇ ସିନ୍ଧୁ ଉପତ୍ୟକାରେ ପହଞ୍ଚି ଗୋଟେ ସଭ୍ୟତା ଗଢ଼ିଥିଲେ। ସେମାନେ ହେଉଛନ୍ତି ୟୁରୋପୀୟ ଭାଷା ଗୋଷ୍ଠୀର ଇଣ୍ଡୋ ୟୁରୋପୀୟ ବା ଭାରତୀୟ ଭାଷା ଗୋଷ୍ଠୀର ଇଣ୍ଡୋ ଇରାନିଆନ ଭାଷା ଉପଶାଖାର ଭାରତୀୟ ଆର୍ଯ୍ୟ ମାନେ ଏସିଆ ମାଇନରରୁ ଆସି ସିନ୍ଧୁ ଉପତ୍ୟକାରେ ରହିଲା ପରେ ସଭ୍ୟତାଟେ ଗଢ଼ି ଉଠିଥିଲେ। ସିନ୍ଧୁ ଉପତ୍ୟକାରେ କୋଉ ଭାଷାରେ କଥା ହେଉଥିଲେ, କେଉଁ ଲିପିରେ ଲିପିବଦ୍ଧ କରୁଥିଲେ, ସେ ପାଠ ସମ୍ପୂର୍ଣ୍ଣ ଭାବରେ ଉଦ୍ଧାର ହେଇପାରୁ ନଥିବାରୁ ଅଭିଜ୍ଞ ସମସ୍ତେ ରହିଛନ୍ତି। ତେବେ ଭାରତୀୟ ଭାଷା ଭାବରେ ଯେଉଁ ପ୍ରାଚୀନ ପୋଥି ଗୋଟିଏ ଆମେ ପାଇଛୁ, ଯେଉଁ ପ୍ରାଚୀନ ପୋଥି ଗୋଟିଏ ଆମେ ପାଇଛୁ, ତାହା ହେଉଛି ବେଦ। ତେଣୁ ବେଦର ଭାଷାକୁ ସର୍ବ ପ୍ରାଚୀନ ଭାରତୀୟ ଭାଷା ଭାବରେ ଯଦି ଗ୍ରହଣ କରନ୍ତି, ଏହି ବେଦ 2000 ଖ୍ରୀଷ୍ଟପୂର୍ବରୁ ରଚିତ ହେଇଥିଲା। କାରଣ ଋଗ୍ବେଦ 2700 ମସିହାରେ ରଚିତ ହେଇଥିଲା ବେଳେ ମ୍ୟାଡାମ ମାନେ ମନେ ରଖିବେ, ଏଇ ତଥ୍ୟ ଆଉ କେଉଁଠୁ ପାଇବେନି, ମନ ଦେଇ ଶୁଣୁଥାନ୍ତୁ। 1700-1400 ଖ୍ରୀଷ୍ଟାବ୍ଦ ଭିତରେ ଅନ୍ୟାନ୍ୟ 3ଟି ବେଦ ରଚିତ ହେଇଥିଲା। ମହାଭାରତ ରାମାୟଣ 1400-1200 ଖ୍ରୀଷ୍ଟାବ୍ଦ ଭିତରେ ହେଇଥିଲା ଖ୍ରୀଷ୍ଟପୂର୍ବ। ତେଣୁ 1400-1200 ଖ୍ରୀଷ୍ଟପୂର୍ବ ଭିତରେ ଅନ୍ୟାନ୍ୟ ପୁରାଣ ଉପପୁରାଣ ଉପନିଷଦ ଯାହା କୁହନ୍ତୁ ସବୁ ରଚିତ ହେଇଥିଲା। ମୋ କହିବାର ହେଉଛି ଭାରତୀୟ ଭାଷାର ଯେଉଁ ସର୍ବ ପ୍ରାଚୀନ ନିଦର୍ଶନ ମିଳୁଛି
ତାହା ହେଉଛି ଆର୍ଯ୍ୟ ଭାଷା, ତାହା ହେଉଛି ସଂସ୍କୃତ, ବୈଦିକ ସଂସ୍କୃତ। ଭାରତୀୟ ଭାଷାକୁ ଯଦି ଆମେ ବିଭାଜନ କରିବା ଖ୍ରୀଷ୍ଟାବ୍ଦ କାଳ କ୍ରମଣିକ ଉପଭାଷିକ ଦୃଷ୍ଟିକୋଣରୁ, ତେଣୁ ଭାରତରେ 2000 ମସିହାରୁ ଖ୍ରୀଷ୍ଟପୂର୍ବ 500 ପର୍ଯ୍ୟନ୍ତ ପ୍ରଚଳିତ ହେଇ ଆସୁଥିଲା ସର୍ବପୁରାତନ ଭାଷା ଭାବରେ ବୈଦିକ ଏବଂ ଲୌକିକ ସଂସ୍କୃତ। 500ରୁ 1000 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମଧ୍ୟ ଭାରତୀୟ ଭାଷାର ସମୟ ନିର୍ଦ୍ଧାରଣ କରାଯାଇଛି। ଆଧୁନିକ ଭାରତ ବା ଭାରତୀୟ ଭାଷା ଗୁଡ଼ିକ 1000 ଖ୍ରୀଷ୍ଟାବ୍ଦରୁ ଅଦ୍ୟାବଧିକ ସମୟକୁ ନିରୂପଣ କରାଯାଇଛି। ତେଣୁ ମୁଁ ଲୌକିକ ସଂସ୍କୃତ ବୈଦିକ ସଂସ୍କୃତ କଥା କହିଲି। ତାପରେ ଆସିଲା ପାଲି, ଯୋଉଟା କି ଆପଣଙ୍କର ତ୍ରିପିଟକ କୁହନ୍ତୁ, ବୌଦ୍ଧ ଧର୍ମ ଜୈନ ଧର୍ମର ଭାଷା। ତା 500ରୁ 200 ଖ୍ରୀଷ୍ଟପୂର୍ବ ଭିତରେ ରଚିତ ହେଇଥିଲା। 200ରୁ ଖ୍ରୀଷ୍ଟାବ୍ଦ 500 ଭିତରେ ଅପଭ୍ରଂଶ ଭାଷା ସୃଷ୍ଟି ହେଲା। ସେହି ଅପଭ୍ରଂଶ ଭାଷାରୁ ଭାରତୀୟ ଭାଷା ଭାବରେ ଓଡ଼ିଆ ଭାଷା ସୃଷ୍ଟି ହେଇଛି। ଆପଣମାନଙ୍କୁ ଅନେକ ୟାର ବିଭାଜନ କଥା କହିବି ନାହିଁ, ଭାଷାର ବିଭିନ୍ନ ଦିଗ ଆଡ଼କୁ ଆମେ ଯିବା ନାହିଁ। ଗୋଟିଏ କଥା କହିଦେଉଛି, ଆପଣମାନେ ଶୁଣିଥାନ୍ତୁ। ଏଇ ଓଡ଼ିଆ ଭାଷାର ଜନକ ମା ଭାଷା ଭାବରେ ସଂସ୍କୃତ ହେଲେ, ଇଏ ସଂସ୍କୃତରୁ ପାଲି, ପ୍ରାକୃତ, ମାଗଧୀ ଅପଭ୍ରଂଶ ଦେଇ ଓଡ଼ିଆ ଭାଷାରେ ପଦାର୍ପଣ କରିଛି। ଅର୍ଥାତ୍ ଓଡ଼ିଆ ଭାଷା ହେଉଛି ସଂସ୍କୃତରୁ ପାଲି, ପ୍ରାକୃତ, ମାଗଧୀ ଅପଭ୍ରଂଶୀ ଭାଷା ଦେଇ ଆସିଛି। ତେଣୁ ଇଏ ହେଲା ପୂର୍ବୀ ମାଗଧୀ ଉତ୍ତରୀ ଓଡ଼ିଆ ଭାଷା। ଓଡ଼ିଆ ଭାଷା ଆପଣମାନଙ୍କୁ କହିଦେବାକୁ ଚାହେଁ, ଆମର ଅତି ନିକଟତମ ଭାଷା ଭାବରେ ଆମେ ଆସାମୀ ଏବଂ ବେଙ୍ଗଲୀ ଧରିଛୁ। ଆଉ ଟିକେ ପୂର୍ବକୁ ଗଲେ ଲହନ୍ଦା ବା ସିନ୍ଧି ବା ପଞ୍ଜାବୀ ଭାଷାକୁ ଗ୍ରହଣ କରିପାରିବା। ତେଣୁକରି ଆମର ନିକଟତମ ଭାଷା ହେଉଛି ବେଙ୍ଗଲୀ, ଆସାମୀ, ଯେଉଁମାନେ କି ଆମ ଭାଷାର ସାହିତ୍ୟର ପ୍ରାଚୀନତାକୁ ପ୍ଲଣ୍ଡରର ଭାବରେ ଦଖଲ କରି ନେବାକୁ ଚାହାନ୍ତି। ଯେମିତିକି ଚର୍ଯ୍ୟାଗାନ ଦୋହା ପ୍ରଥମ ଗ୍ରନ୍ଥଟିଏ ପୋଥିଟିଏ ଆମେ ପାଇଥିଲେ। ସେଦିନ ହରପ୍ରସାଦ ଶାସ୍ତ୍ରୀ ନେପାଳ ରାଜଦରବାରରୁ ସଂଗ୍ରହ କରିଥିଲେ। ତାହା ହେଉଛି ଚର୍ଯ୍ୟାଗାନ ଦୋହା, ଏବଂ ସେହି ଦୋହାଟାକୁ ସମସ୍ତେ ନିଜ ନିଜ ଭାଷାର ବୋଲି ଅଧିକାର କରୁଥିଲା ବେଳେ ମୁଁ ସେଇଥିରୁ ପଦେ ଅଧେ ଆପଣମାନଙ୍କ ପାଖରେ ରଖିବି। ଆପଣମାନେ କୁହନ୍ତୁ ନା, ଇଏ କେତେ ଦୂର ବେଙ୍ଗଲୀର ନିକଟବର୍ତ୍ତୀ, କେତେ ଦୂର ଆସାମୀର ନିକଟବର୍ତ୍ତୀ, କେତେ ଦୂର ଓଡ଼ିଆ ଭାଷାର ନିକଟବର୍ତ୍ତୀ? ମୁଁ ଏଇ ନିଦର୍ଶନ ଦେଲି। ଚର୍ଯ୍ୟାଗାନ ଦୋହାରେ ଖ୍ରୀଷ୍ଟାବ୍ଦ 700ରେ ଲେଖା ହେଇଛି, କା ତରୁବର ପଞ୍ଚ ବିଢାଳ ଚଞ୍ଚଳ ଚିଏ ପୈଠା କାଳ ଦୃଢ଼ କରିଅ ଲୁଭୁଣୀ ଗୁରୁ ପୋଛିଅ ଜାଣ। ଏହି ଭାଷାର ନିଦର୍ଶନରୁ ଆପଣମାନେ ଜାଣିପାରୁଥିବେ ନିଶ୍ଚିତ ଭାବରେ ଓଡ଼ିଆର ଅତି ନିକଟବର୍ତ୍ତୀ। ତେଣୁ ଯଦି ପ୍ରାଚୀନତମ ପୋଥିଆ ହେଇଥାଏ, ତେଣୁ ଓଡ଼ିଆ ଭାଷା ନିଶ୍ଚିତ ଭାବରେ ପ୍ରାଚୀନ ଭାଷା, ବେଙ୍ଗଲୀ ଠାରୁ ଅଧିକ ପ୍ରାଚୀନ, ଯେଉଁ ଭାଷା ଭାବରେ ମାନ୍ୟତା ପାଇଛି, ଯାହା ଆମର ମୁଖ୍ୟ ବକ୍ତା କହୁଥିଲେ। ଆପଣମାନଙ୍କୁ କହିଦେବାକୁ ଚାହେଁ, ଓଡ଼ିଆ ଭାଷା କେବେ ସମୃଦ୍ଧ ଭାଷା ହେଇ ଗୋଟେ ସ୍ୱତନ୍ତ୍ର ଭାଷା ହୋଇ ସୃଷ୍ଟି ହେଲା। ଆପଣମାନେ ଜାଣିଛନ୍ତି, ଯେତେବେଳେ ଗୋଟେ ବିରାଟ ଭାଷା ସମୁଦାୟ ଥାଏ, ତାର ଅର୍ଥ ହୋଇଥାଏ, ତାକୁ ଲୌକିକ ଭାଷା କୁହନ୍ତି। ଯେମିତି ଓଡ଼ିଆ ଭାଷାର ପ୍ରାମାଣିକ ଭାଷା ହେଉଛି କଟକ ପୁରୀର ଭାଷା, ଲୌକିକ ଭାଷା ଭାବରେ